ଶୁଣୁଥିଲେ ପ୍ରତିକ୍ରିୟା କୋଉଟା କୋଉଠି ଯେ ଜଳଖିଆ କଥା ଇସ୍ୟୁ ହେଉଛି ଓଡ଼ିଶାରେ ବିଭିନ୍ନ ଜଳଖିଆ ଖାଇଛି କିନ୍ତୁ ମାଇକେଲ କିନ୍ତୁ ସ୍ପେଶାଲ ମୋ ଗାଁରେ ଜନ୍ମ ହୋଇଛି ସେ ଗାଁର ଜଳଖିଆ ଯଦି କହିବା ଓଡ଼ିଶାରେ ବହୁତ ବରା ଖାଇଛି କିନ୍ତୁ ଢେଙ୍କାନାଳ ବରା ପରେ ସେକେଣ୍ଡ ବରା ଯଦି ଓଡ଼ିଶାରେ କୁହାଯାଏ ସେ ହେଉଛି ନାରୁବାବୁଙ୍କ ବରା ସ୍ପେଶାଲ ବିରି ସୁଜିର ଭାଗ କମ୍ ଆମ ସହିତ ବହୁ ଚର୍ଚ୍ଚିତ କ୍ରିକେଟ ପ୍ଲେୟାର ଅଫ୍ ଦ ଯେ କ୍ରିକେଟକୁ ଫ୍ୟାନ୍ କରୁଛନ୍ତି ଏବଂ ଅନୁଭବଙ୍କର ବଡ଼ ବଡ଼ ଫ୍ୟାନ୍ ଆମ ସହିତ ସନ୍ତୋଷ କୁମାର ବେହେରା ଓରଫ ସୁଭଦ୍ରା ବେହେରା ହଁ ସନ୍ତୋଷ କୁମାର ହଉ ଦିଅନ୍ତୁ ସାର୍ ଏଇଟା ଟେକିଲ ବସନ୍ତୁ ଆପଣ ଟିକେ ବସିଲେ କହିବି ଆଜ୍ଞା ସତ କହିବେ ସକାଳୁ ଜଳଖିଆ କେତେ ଟଙ୍କାର ମୁଁ ନେଇଛି ସତ କହିବି ଆଜ୍ଞା ନା ମିଛ କିଏ ନେଇଛି ସାହିରେ ମାଇକେଲ ନେଇଛି ଆଗ ବଇନି କଲା କିଏ ମାଇକେଲ କେତେ ଥର ନଉଛି 5-6 ଥର ଆସି ନେଲାଣି ଆହୁରି ନେବି ଆଗକୁ ଅଛି ନା ମୁଁ ଖରାପ ଲୋକ ପ୍ରଥମେ କାଲି ଆଇଥିଲି ଟେଷ୍ଟ କରିଥିଲି ନମ୍ବର ଜଳଖିଆ ଏ ଯୋଉ ବରା କଲେ କ'ଣ ବରାରେ ପଡୁଛି ଆଇଟମ ସାରେ ବରାରେ ପଡୁଛି କହିଚାଲ ପିଆଜ ଲଙ୍କା ଅଦା ଜିରା ଆଉ ଭେସୁଙ୍ଗା ପତ୍ର ଆପଣ କେତେ ବର୍ଷର ଗୋଟେ ଭଲ ମିସ୍ତ୍ରୀ ଓଡ଼ିଶାରେ ନାମୀ ଦାବି କଳାପଥରେ କେତେ ବର୍ଷ ପିଲାଦିନୁ ଆପଣ 20 ବର୍ଷ ଆପଣ ବୟସ କେତେ 50 କେତେ ବର୍ଷରୁ ଆପଣ ଗୋଟେ ଭଲ 1 ନମ୍ବର ମିସ୍ତ୍ରୀ ହେଲେ ଓଡ଼ିଶାରେ 30 ବର୍ଷ ବୟସରୁ ଆଜି 20 ବର୍ଷ ମାସକୁ କେତେ ଟଙ୍କା ରୋଜଗାର କରୁଥିଲେ କଳାପଥରେ ଆଉ ମାସକୁ 12,000 କ'ଣ ଅସୁବିଧା ହେଲା କ୍ୟାମେରା ଗୋଟେ କହିଲେ କ'ଣ ଅସୁବିଧା ହେଲା ଆପଣ ଯେହେତୁ ପଳେଇଲେ ଦୋକାନରୁ ଟିକେ କ୍ୟାମେରା ସାରା ଓଡ଼ିଶା ଲୋକ ଦେଖୁଛନ୍ତି ଆଜ୍ଞା ଆପଣ ମିଛ କହୁନି ଯାହା କହିବେ ସତ୍ୟ କହିବେ ଏଇଟା କେଉଁ MLA MP କେଉଁ ପୋଲିସ ଏବେ ଲାଗି କିଛି କରିପାରିବେନି କାରଣ ଏଇଟା ନ୍ୟାଚୁରାଲ କଥା କୁହାହେଉଛି କ'ଣ ହେଲା ଆପଣଙ୍କର ଆମର ଅସୁବିଧା ହେଲା କ'ଣ କି ଘର ତାର ଦୋକାନ ଭଙ୍ଗା ହେଇଥିଲା 8 ଦିନ ବନ୍ଦ ଥିଲା ଯୋଉଦିନ ଖୋଲା ହେଲା ସେଦିନ ମୁଁ ଗଲି ଗଲା ପରେ ଟିକେ ଡେରି ହେଇଗଲା ଆଉ ତା ସାନ ପୁଅ ଗଲେ ଡେରି ହେଲେ ରହିଯିବ ସେତିକି ଆଉ କିଛି ହେଇନି ନିଶ୍ଚିନ୍ତ ଭାବରେ କୋଉଠି ଯଦି କଥା କହିବା କଳାପଥର ଏଭଳିଆ ଦୋକାନ ଅଛନ୍ତି କୋଉ ଦୋକାନ ଆପଣ ଥିଲେ ସାଧୁ ସାହୁ ସୁଇଟ୍ ଷ୍ଟଲ୍ ଯୋଉଟା କଳାପଥର ନମ୍ବର 1 ଦୋକାନ ବରଷ ସମୟରେ ସଦାବେଳେ ଚଳଚଞ୍ଚଳ କେତେ ହଜାର ଟଙ୍କା ପର ଡେ ବେପାର ହୁଏ 70-80 ହଜାର ପର ଡେ ତ ଆପଣଙ୍କୁ 400 ଟଙ୍କା ହେଉଥିଲା କିନ୍ତୁ ଆପଣ ନ ରହିଲେ ସେ ଭାଙ୍ଗି ପଡ଼ିଛନ୍ତି ঠিক ଅଛି ଆପଣଙ୍କୁ କେବେ ଯିବେନି ଦୋକାନକୁ କେବେ ପୃଥିବୀ ପରଳେଇଲେ ଶୁଣୁଥିଲେ ପ୍ରତିକ୍ରିୟା କୋଉଠି ନିଜେ ଯିବେନି ନିଜେ ଗୋଟେ ବ୍ୟବସାୟ କରୁଛନ୍ତି ଆଜି ସଫଳ ବ୍ୟବସାୟ ଦୋକାନ ଆଜି କେତେ ଦିନ ହେଲାଣି 8 ଦିନ ନା 10 ଦିନ ହେଲାଣି ନାଇଁ ଏବେ 2 ଦିନ ହେଲା ଖୋଲା ହେଇଛି ଆଉ ହଉ ଯିବା ଦିଅ କାର୍ଡ ଆଗ ଦିଅ ନାଇଁ ମତେ ପଛରେ ଆଗ ଗରାକ ମୋର ପଛରେ ଦିଅ ଗରାକ ହଁ ଦିଅ ସେ ବେପାରୀ ଘର ତ ଦିଅ ଯେତେ ନିଅ କେତେ ପିସ୍ କେତେ 3 ଟଙ୍କା ଲାଗେ ତ ହଁ ଗଣି ଦିଅ ଇଟିଲି 2 ଟଙ୍କା ଏଠି କ୍ୟାମେରା ଚାଲିଛି ଯାହା କଥା ଲାଇନରେ ଇଟିଲି 2 ଟଙ୍କା ଆଉ ସବୁ 3 ଟଙ୍କା ସେ କହିଛନ୍ତି ଗଣି ଦିଅ କ୍ୟାମେରା ଚାଲିଛି ଗଣି ଦିଅ ଶୁଣୁଥିଲେ ପ୍ରତିକ୍ରିୟା ସିଧାସଳଖ ଫାଷ୍ଟ ଭିଜୁଆଲ ତକାଇ ବେଲା ଆଣିଛ ନାଇଁ ଜରି ଦିଆହବନି ନା ଜରି ଦିଅ ଶୁଣୁଥିଲା ପ୍ରତିକ୍ରିୟା କୋଉଠି ବିଶିଷ୍ଟ ବିଡ଼ି ବେପାରୀ ତାଙ୍କ ପୁଅ କଣ୍ଟ୍ରାକ୍ଟର A କ୍ଲାସ୍ 1 ଲକ୍ଷ ଟଙ୍କା ମାସକୁ କମାଉଛନ୍ତି ତାଙ୍କ ବୋହୂ ବି 1.5 ଲକ୍ଷ ଟଙ୍କା କମାଉଛନ୍ତି 50,000 ତାଙ୍କ ପୁଅ ମୁଢ଼ି ହଁ ଠିକ୍ ଅଛି ମୁଢ଼ି ପୁଅ ବିକୁଛନ୍ତି ଦିନକୁ 2,000 ଟଙ୍କା ମାସକୁ 60,000 ଟଙ୍କା ପର ମାସରେ ଆଜ୍ଞା ବାବୁ ସଇଲା ବେପାର ସଇଲା ପର ମାସରେ 2.5 ଲକ୍ଷ ଟଙ୍କା ମାସକୁ ରୋଜଗାର ଯିବା ଆଉ ତାକୁ ତୁମେ ବିଦା କର ଗଲା ହଉ ମୋର ଆଣ ଇଟିଲି ଦିଅ ପୁରା ଜରିରେ ମୁଁ ଏଇ କିନ୍ତୁ ସବୁ ପଇସା କ୍ଲିୟର ହେଇଛି ମୁଁ କୋଟା ଦେଇଛି ଆଗ ନା ମୁଁ ମିଛ କହିବି ଠକିବି ନା କି ହଁ ଗୋଟେ ଥେଲା ଦେଇଦେବି ନବୁ ଆଉ ବାକି 10 ଟଙ୍କା ରହିଲା ଆଉ ଇଟିଲି ପୁରା 5ଟା ଇଟିଲି ଦେଖେଇ ଦେଉଛି କ୍ୟାମେରାଟା ରହି ଖୋଲୁନ ଦରଟା ହଁ ପୁରା 10ଟା ପୁରୀ ଦେ କାଳେ ବାহিର ହେଲା 10ଟା ହେଇଗଲା ହଁ ଆସ ବାନ୍ଧ ଧରି ଗୋଟେ ହାତକୁ ବରା ଦେଲେ ମୁଁ ଚାଖେ ସତ କି ମିଛ ରହିଥା ଦୀପ କାହିଁ ଲିଭିଗଲା ହଁ ଥୁଅ ଏଇ ଇଟିଲି में ତରକାରୀ ଦିଅ ये क्लास बरा सुबटी बरा जीरा गोलमरीच सब पड़ी घाटिकी दियो पानी भाणी देलनि पानी भाणी दियोनि मो पुओ खाइबो हां कहला एथर चप बरा कोडना दियो देखुले प्रतिक्रिया कोडा कोडी कैमरा में देखेबिनी से देबे ताको इच्छा रे कोडे नारो मत हिसाब से आ गोटे मो पु गोटे बराटा पकाउन थे ये तो दियो आ कहनी दे गोटे हाँ हाँ भल थोड़ी
ଥୋଇଦିଅ ଆଉ ରହିଲେ କୋଉଠି ଦଉଛି ଆଣିକି ଆପଣଙ୍କୁ 20 10 30 ହଁ ବସ ବସ କେମିତି ଲାଗିଲା ମାଇକେଲ କେତେ ଟଙ୍କା ଜଳିଖିଆ ହେଲା ମୋର ସତ ତାକୁ କେତେ ଟଙ୍କା ମିଳିଲା ଦିନ ଯାକ ଦିନ ଯାକ 130 ସତ ନା ମିଛ ସତ 130 ସଫଳ ତ 140 ତ ଦେବି କେତେ ଦେବି 20 10 ପାଣି ଆଣ ମୁଁ ତଣ୍ଟି ଲାଗିଗଲା ଥଣ୍ଡା ପାଣି ଆଣ ଶୁଣୁଥିଲ ଏଇଟା ଘୋଡ଼ା ଆଗ ଆଗ ଘୋଡ଼ା ଏଇଟା ହିସାବ ମୁଁ କ୍ୟାମେରା ଯାଉଛି କେହି ଖାଇବିନି ନା ହଁ 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 ଶୁଣୁଥିଲେ ପ୍ରତିକ୍ରିୟା କୋଉଟା କୋଉଠି ଯଦି କଥା ଉଠିଛି ବେପାର ଘର କଥା ଆମର ନାରାୟଣ ସାହୁ ବିଶିଷ୍ଟ ବେପାରୀ ଓଡ଼ିଶାର 1 ନମ୍ବର ବେପାରୀ ଯାହା 30 ବର୍ଷର ବେପାରୀ ଆଜି ଜଣେ ସଫଳ ବ୍ୟବସାୟ ଘରେ ଦୁଆରେ ଆଜି 700ରୁ 800 ଟଙ୍କା ରୋଜଗାର କରୁଛନ୍ତି ଏବଂ ତାଙ୍କର ବଡ଼ ବେପାରୀ ମାଇକେଲ ଏବଂ 150 ଟଙ୍କାର ଆଜି ଖାଇଛି ଜଳିଖିଆ ଗୋଟେ ହାଇଲାଇଟ୍ ଭିଜୁଆଲ୍ ହଉ ଓଡ଼ିଶାର କୋଣେ କୋଣେ ଅନୁକୋଣେ ମାଇକେଲର ଜୟଗାନ କର ଆଜ୍ଞା ପାଣି କେମିତି ଦିଅନ୍ତି ମତେ କେମିତି ଦବ ଏ ଥଣ୍ଡା ପାଣି କେମିତି ଘରୁ ନେଇଛି ବୋତଲଟାକ ନେବି ଯେ ମୋ ବୋତଲ କାଇଁ ଏଇଠି ଢାଳି ଦିଅ କିଛି ମୁଁ ଘରେ ଗଲେ ମିଶ୍ରି ପାଣି ଟିକେ ମୋ ପୁଅ ପିଇବ ହେଲା ସର୍ଭିସ୍ ଦିଅ ମୁଁ ଥକିବିନି ଆଜ୍ଞା ମୁଁ ଗୋଟେ ଗରିବ ଲୋକ ଦେଖୁଥିଲେ ପ୍ରତିକ୍ରିୟା ଗୋଟେ ବେପାରୀ ହେଲେ ମଧ୍ୟ କେମିତି ହଁ କେମିତି କେମିତି ସମ୍ପର୍କ ହଁ ଟେକି ଦିଅ ଢଳି ଯାଉଛି ହଁ 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 ଶୁଣୁଥିଲେ ପ୍ରତିକ୍ରିୟା କୋଉଠି ଘର ଆଗଛମା ଲେଟ୍ରେ ହଉ ପଛକେ 9:30 ଇଟିଲି ନେବାକୁ ଆଉଛନ୍ତି ସକାଳୁ ଇଟିଲି ହେବା କଥା ଖାଇବା କଥା କିନ୍ତୁ ଲେଟ୍ରେ ଆଉଛନ୍ତି ଲୋକ ନେଲାକୁ ବେପାର ହେଲା କ'ଣ ତା ମାଇଣ୍ଡ ଡାଇଭର୍ଟ ହେଲା ଆଉ ନିଅ ମୁଁ ତ ନେଇଛି 150 ଏକୁଟିଆ ଏକୁଟିଆ ପଚାରୁନ କହୁନ ମିଛ 150 ଆଉ ଲଗେଇବି 20 ଦେଖିବ ମୁଁ ମନା କରିବିନି ଇଟିଲି 100 ଲାଗ ରହୁଥିବି ଆଉ ଇଟିଲି ଅଛି ଯଦି କେଉଁ ଜାଗା ଆଣିବି ଇଟିଲି ଅଛି ମୁଁ ଲଗେଇ ମୋ ବୈଦେଶ ନେଇଯିବି ଚାଲୁ ଲୋକ ଖାଆନ୍ତୁ ଲୋକ ଖାଇକି ପଇସା ଲୋକ ଖାଇକି ହଉ ଶୁଣୁଥିଲେ ପ୍ରତିକ୍ରିୟା କୋଉଠି ନା କୋଉଠି ଦେଖୁଛନ୍ତି ପ୍ରତିକ୍ରିୟା କୋଉଠି ନା କୋଉଠି ଆପଣ ଦେଖୁଛନ୍ତି ଭୁଗୁନି 20 ଟଙ୍କାରେ ଭୁଗୁନି ଅଧବେଲେ ତରକାରୀ ମାଇକେଲ ଲାଇଭ୍ର ସିଧାସଳଖ ଫାଷ୍ଟ ଭିଜୁଆଲ୍ 20 ଟଙ୍କାରେ 10 ପିସ୍ ଇଟିଲି ବଡ଼ ବଡ଼ ଇଟିଲି ଯାହାର ମାର୍କେଟରେ 5 ଟଙ୍କାର ମୂଲ୍ୟ ହେବ ଗୋଟାକ ପିସ୍ 10 ଟଙ୍କା ହେବ କିନ୍ତୁ ଭୁଗୁନି ଯେଉଁ ଦେଇଛନ୍ତି ଡାଲମା ଅଧବେଲେ ଇଏ ହେଉଛି ନାରୁବାବୁଙ୍କ ସୁଇଟ୍ ଷ୍ଟଲ୍ ମିଠା ଷ୍ଟଲ୍ ଏବଂ ଜଳଖିଆ ଯେଉଁଟା କହିଲେ ଫାଷ୍ଟ ଭିଜୁଆଲ୍ ଏକ୍ସକ୍ଲୁସିଭ୍ ନାରୁବାବୁଙ୍କର ଟିଫିନ୍ ଷ୍ଟଲ୍ ଓଡ଼ିଶାରେ ନାଁ ହେଉ ଓଡ଼ିଶାରେ ନାଁ ସ୍ୱତନ୍ତ୍ର ହେଉ ଏବଂ ଯେଉଁ ବେପାର ନାରୁ ଭାଇଙ୍କ ବେପାର ସେମିତି ଦୀର୍ଘ ହେଉ ଓ ଲୋକ ତାଙ୍କର ବେପାର ଗୋଟେ ଚଳପ୍ରଚଳ ହେଉ ଆଜିର ଶେଷ ଥର ପାଇଁ କ'ଣ କହିବେ ଟିକେ ବସିକି କୁହନ୍ତୁ ଶେଷ ଥର କ'ଣ କୁହନ୍ତୁ କ'ଣ ଫାସିଲିଟି ଜଣେ ଲେଖିଛି ଯେଉଁ ରଙ୍ଗଣୀ ସାର କହିଲେ ତମ ବରା ଆଉ ଚେପଟା 3 ଟଙ୍କା ଲାଗେ ଚାଲିବନି ଟିକେ କମ୍ କରିବା ଗାଉଁଲି କଥା ଭୁଗୁନି ପାଣିଆ ଏ ଯେଉଁ ଏ ଡାଲମା ପାଣିଆ କି ଚେଞ୍ଜେସ୍ କରାଯାଉ ଲେଖିଛନ୍ତି ଜଣେ ରଙ୍ଗଣୀ ସାର ଜଣେ ଲୋକ ଲେଖିଛନ୍ତି ଭଦ୍ରଲୋକ ଦେଖାଇଦେବି କ'ଣ ଚେଞ୍ଜେସ୍ କରି ତାଙ୍କ ଲେଖାକୁ ଆପଣ କ'ଣ ମନ୍ତବ୍ୟ ଦେବେ ଆପଣ ରଙ୍ଗଣୀ ସାର ଯେଉଁ ଲେଖିଲେ